सोशल मीडिया दुनियाटा आम ପାଇଁ ପୁରା ଅଲଗା। କାହିଁକି ମୁଁ କହୁଛି, ଆମକୁ 14-15 ଘଣ୍ଟା ଦେବାକୁ ପଡ଼େ ଆମର ଥିଏଟରରେ, ବୁଝିଲେ ନା ନାହିଁ? ତ ଆମେ ଯଦି ମୋଚି କ୍ୟାରେକ୍ଟର ବି ଗୋଟେ କରୁ, ଆମେ 4 ଘଣ୍ଟା ମୋଚି ପାଖରେ ବସୁ, ତା କ୍ୟାରେକ୍ଟରକୁ, ତା ଭାବ ଭଙ୍ଗୀ ଆମକୁ ଦେଖିବାକୁ ପଡ଼ିବ, ବୁଝିଲେ ନା ନାହିଁ? ଆମକୁ ଯଦି ଭଲ ଲାଗୁନଥିବ, ଗୋଟେ ଦର୍ଶକକୁ କେମିତି ଭଲ ଲାଗିବ? ତ ସୋସିଆଲ ମିଡ଼ିଆ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଏଗୁଡ଼ା ଆମ ପାଇଁ ବହୁତ, ନିଜେ ଏଡ଼ିଟ୍ କରିକି ନିଜେ ଭିଡ଼ିଓ କରିକି ପକେଇବା ବହୁତ କଷ୍ଟ। ବେଳେବେଳେ ନୁହଁ ଭାଇ, ଅଧିକାଂଶ ଦିନ ଆମେ ଏଇ ଯେଉଁ କାରଣଟାକୁ ଫେସ୍ କରୁଛୁ, ବୁଝିଲେ ନା ନାହିଁ? ବେଳେବେଳେ ତ ମୁଁ ସେଇ ସମୟ କଥା କହୁଛି ଯେତେବେଳେ ମୋତେ ମାନେ ୟୁଟ୍ୟୁବ ଭିଡ଼ିଓ ଦେଖିକି, ରେସିପି ଦେଖିକି ଭାତ ଲୁଣ ମରିଚ ସହ ମୋତେ ମାନେ ଖାଇବାକୁ ପଡ଼ୁଥିଲା। କାହିଁକି ମୁଁ କହୁଛି ନା, ଏଇଟା ଆମ ପାଇଁ ହେଉଛି ଗୋଟେ ତପସ୍ୟା। ଆକ୍ଟ ବୋଲି ଗୋଟେ ଜିନିଷଟା ଆମ ପାଇଁ ହେଉଛି ତପସ୍ୟା। ତ ତପସ୍ୟା ରହିଲେ ତ ଆମେ କହିପାରିବୁନି ନା ଯେ ଭାତ ସହିତ ଚିକେନ୍ ନହେଲେ ଆମେ ଖାଇବୁନୁ। ତ ଯାହା ଯେତେବେଳେ ଯେଉଁଠି ମିଳିଲା ଆମକୁ ମାନେ ଖାଇବାକୁ ପଡ଼େ, ଏବଂ କେବେ କେବେ ଏମିତି ଅଭାବ ଲାଗି ରହିଥାଏ। ବହୁତ 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 ଥର ହେଇଛି। ହଁ, କଳାକାର ହେବାଟା ତ ବହୁତ କଷ୍ଟ। ଓଡ଼ିଶାରେ ତ ଆହୁରି କଷ୍ଟ ଭାଇ। ଟଙ୍କା ଠିକ୍ସେ ମିଳେନି। କାହିଁକିନା ଦେଖନ୍ତୁ, ଆପଣ ଯଦି ପଇସା କମେଇବା ଚକ୍କରରେ ଆସିଛନ୍ତି, ତାହେଲେ ଆପଣଙ୍କୁ ସେଇ ଯେଉଁ ଆମର ୟୁଟ୍ୟୁବ, ଇନଷ୍ଟାଗ୍ରାମ ବେଷ୍ଟ, ବୁଝିଲେ ନା ନାହିଁ? ଆଉ ଯଦି ନାହିଁ, ମୋତେ ଗୋଟେ ପରଫେକ୍ଟ ଆକ୍ଟର ହେବାର ଅଛି ବା ଆକ୍ଟ୍ରେସ୍ ହେବାର ଅଛି, ତ ତପସ୍ୟା କରିବାକୁ ପଡ଼ିବ। ଋଷି ବିଶ୍ୱାମିତ୍ରଙ୍କଠୁ ବି ଅଧିକ ଆପଣଙ୍କୁ ତପସ୍ୟା କରିବାକୁ ପଡ଼ିବ।